ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ଭିଡ଼ିଓଟି ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଯାହା ଘଟିଅଛି ତାହା ମୁଁ ଆପଣଙ୍କୁ ଜଣାଇବି। ଇଏ କୌଣସି କାହାଣୀ ନୁହେଁ, ମନଗଢ଼ା କାହାଣୀ ନୁହେଁ, ଇଏ ହେଉଛି ସତ୍ୟ ଘଟଣା। ଏକ ଗାଁ ଯେଉଁଠାରେ ପୂର୍ବରେ ଶିବଙ୍କ ମନ୍ଦିର ଥିଲା, ପ୍ରତିଦିନ ସକାଳରେ ଯାହାର ଧ୍ୱନି ଦୂର ଦୂରାନ୍ତରକୁ ଶୁଭୁଥିଲା, ଯେଉଁଠାରେ ପୂଜା ପର୍ବପର୍ବାଣୀ ବିଧିବିଧାନ ଶୁଦ୍ଧ ଏବଂ ସତ୍ୟ ବୋଲି ମାନ୍ୟ କରାଯାଉଥିଲା, କିନ୍ତୁ ଆଜି ସେହି ଜାଗାରେ ଏକ ଚର୍ଚ୍ଚ ହୋଇଛି। ଆଉ ଏବେ ସେଠାରେ ମୁଖରିତ ହେଉଛି ପ୍ରଭୁ ଯୀଶୁଙ୍କର ସ୍ତୁତି। ପ୍ରଶ୍ନ ଉଠୁଛି, ଏହା କେମିତି ହେଲା? କ'ଣ ଇଏ ଜବରଦସ୍ତ ଧର୍ମ ପରିବର୍ତ୍ତନ ଥିଲା କି? ନା କିଏ ମନ୍ଦିର ଉପରେ କବ୍ଜା କରି ନେଇଛି? ନା ଏହି ପରିବର୍ତ୍ତନ ପଛରେ କୌଣସି ଅଦୃଶ୍ୟ ଆଧ୍ୟାତ୍ମିକ ଶକ୍ତି କାର୍ଯ୍ୟ କରୁଛି, ଯାହା ମନୁଷ୍ୟମାନଙ୍କର ହୃଦୟକୁ ପରିବର୍ତ୍ତନ କରିଦେଇଛି? ଏହି ଭିତରେ ଆମେ ଜାଣିବା, ମୂର୍ତ୍ତି ପୂଜା କରୁଥିବା ଲୋକମାନେ ସବୁକିଛି ଛାଡ଼ି ଦେଇଥିଲେ ଏବଂ ପ୍ରଭୁ ଯୀଶୁଙ୍କର ଦୟା ଏବଂ ନମ୍ରତାକୁ ଗ୍ରହଣ କରିଥିଲେ। କିନ୍ତୁ ଏହି ପରିବର୍ତ୍ତନ ପଛରେ ଲୁଚି ରହିଛି ଏକ ରହସ୍ୟମୟ ସତ୍ୟ କାହାଣୀ, ଯେଉଁଠି ରହିଛି ମୃତ୍ୟୁ, କଳା ଯାଦୁ ଏବଂ ଚମତ୍କାର। ଭେଲ୍ଲୁର ଏକ ଆତ୍ମମୁଗ୍ଧକର ଗାଁ। 1905 ମସିହା ଦକ୍ଷିଣ ଭାରତର ଏକ ଛୋଟ ଗାଁ ହେଉଛି ଭେଲ୍ଲୁର। ଆଉ ଏହା ନଡ଼ିଆ ଗଛଗୁଡ଼ିକ ମଧ୍ୟରେ ବିଦ୍ୟମାନ। ନଡ଼ିଆ ଗଛଗୁଡ଼ିକ ମଧ୍ୟରେ ଏକ ମନ୍ଦିର ଠିଆ ମଧ୍ୟ ହୋଇଥିଲା, ଆଉ ସିଦ୍ଧେଶ୍ୱର ମଠ, ଯାହା ଅତି କମ୍ରେ 300 ବର୍ଷର ପୁରୁଣା ଥିଲା। ଗାଁ ଲୋକମାନେ ମାନୁଥିଲେ ଯେ ସେହି ସ୍ଥାନ ଶିବଙ୍କ ନିବାସ ସ୍ଥାନ ଅଟେ, ଆଉ ସେ ମନ୍ଦିରର ପ୍ରତିଟି ପ୍ରସ୍ତର ପବିତ୍ର ଅଟେ। ମନ୍ଦିରର ପୂଜାରୀ ଗୋବିନ୍ଦାଚାର୍ଯ୍ୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ହଁ ପ୍ରିୟ ବନ୍ଧୁଗଣ, ତ ଲୋକମାନେ ତାଙ୍କୁ ଚଳପ୍ରଚଳ କରୁଥିବା ଈଶ୍ୱର ବୋଲି ମାନୁଥିଲେ। ତାଙ୍କର ମାତ୍ର ଗୋଟିଏ ସଂକେତରେ ସାରା ଗାଁ ଏକାଠି ହୋଇଯାଉଥିଲେ। ମନ୍ଦିରରେ ନିୟମିତ ପୂଜା, ବଳି ଆଉ ଉତ୍ସବ ହେଉଥିଲା। ସବୁଠୁ ବଡ଼ ପର୍ବ ଥିଲା ଶିବରାତ୍ରି। ଯେତେବେଳେ ଗାଁ ଲୋକମାନେ ଆସୁଥିଲେ, ସେତେବେଳେ ଲଗାତାର 3 ଘଣ୍ଟା ପର୍ଯ୍ୟନ୍ତ ଘଣ୍ଟି ବଜାଯାଉଥିଲା। ଆଉ କୁହାଯାଉଥିଲା, ଯେତେବେଳେ ଘଣ୍ଟି ବାଜେ ସେତେବେଳେ ଆତ୍ମା ଜାଗ୍ରତ ହୋଇଉଠେ ଆଉ ପାପ ସମାପ୍ତ ହୋଇଯାଏ। ଦିନେ ସେ ଗ୍ରାମର ଗୌରୀ ଆମାଙ୍କ ଗୃହରୁ ରହସ୍ୟମୟ ଚିତ୍କାରର ଶବ୍ଦ ଶୁଣାଯାଇଥିଲା। ପ୍ରଥମେ ଲୋକମାନେ ଭାବୁଥିଲେ ଯେ ମାନସିକ ଭାବରେ ସେ ରୋଗଗ୍ରସ୍ତ ହୋଇଯାଇଛନ୍ତି, କିନ୍ତୁ ପରେ ଜଣାପଡ଼ିଲା ଯେ ତାଙ୍କ ଘରେ ଅଦ୍ଭୁତ ଗତିବିଧି ସବୁ ହେଉଛି। କଂସା ବାସନ ଆପେ ଆପେ ଖସି ପଡ଼ିବା, କବାଟ ଆପେ ଆପେ ବନ୍ଦ ହୋଇଯିବା, ଘରର କାନ୍ଥରେ କଳା ରଙ୍ଗର ହାତ ଚିହ୍ନ ଆପେ ଆପେ ହୋଇଯିବା। ପଣ୍ଡିତ ଗୋବିନ୍ଦାଚାର୍ଯ୍ୟ ନିର୍ଣ୍ଣୟ ନେଇଥିଲେ ଯେ ଏ ନିଶ୍ଚିନ୍ତ ଭାବରେ ଦୁଷ୍ଟ ଶକ୍ତିର କାର୍ଯ୍ୟ ଅଟେ, ସେଥିପାଇଁ ଶୁଦ୍ଧିକରଣ କରିବାକୁ ହେବ। ସମ୍ପୂର୍ଣ୍ଣ ଗ୍ରାମରେ ତନ୍ତ୍ର ମନ୍ତ୍ରର ବ୍ୟବସ୍ଥା କରାଗଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯେଉଁଦିନ ମନ୍ଦିରରେ ଅନୁଷ୍ଠାନର ଆରମ୍ଭ ହୋଇଥିଲା, ସେହିଦିନ ମନ୍ଦିରର ଘଣ୍ଟି ଆପେ ଆପେ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଏମିତି କେବେ ହେଲେ ହୋଇନଥିଲା। ପ୍ରଥମେ ଗାଁରେ ଅନ୍ଧକାର, ତାପରେ ଏମିତି ଘଟଣା ଘଟି ଚାଲିଥିଲା। କ୍ଷେତରେ ଫସଲ ଶୁଖିବାକୁ ଲାଗିଲା। ଛୋଟ ପିଲାମାନେ ଶୂନ୍ୟ ସହିତ କଥା ହେବାକୁ ଲାଗିଲେ। ବିନା କାରଣରେ 3 ଜଣ ଲୋକ ମୃତ୍ୟୁବରଣ କଲେ। ଲୋକମାନେ ଭୟ କଲେ। ପଣ୍ଡିତ ଗୋବିନ୍ଦାଚାର୍ଯ୍ୟ କହିଲେ, ଶିବ କ୍ରୋଧ କରିଛନ୍ତି, ଆମକୁ ବଳିଦାନ କରିବାକୁ ହେବ, ତେବେ ଯାଇ ଗାଁ ବଞ୍ଚିବ। କିନ୍ତୁ କିଛି ଗାଁ ବାଲା ବିରୋଧ କଲେ। ଆମେ ତ ପୂର୍ବରୁ କେତେ ବଳି ଦେଇଛୁ, କିଛି ବଦଳିନି। ସେତେବେଳେ ଜଣେ ପ୍ରଭୁ ଯୀଶୁଙ୍କର ଦାସ ଆସି ପହଞ୍ଚିଲେ। ନାମ ହେଉଛି ବେଞ୍ଜାମିନ୍ ବର୍ଗରାଜ। ତାମିଲ ଭାଷାବାଦୀ, ନମ୍ର ଏବଂ ଶାନ୍ତ ସ୍ୱଭାବ। ସେ କୌଣସି ପ୍ରଚାର କରୁନଥିଲେ, କେବଳ ଗାଁ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ। ରୋଗୀମାନଙ୍କ ଚିକିତ୍ସା ଆଉ ଛୋଟ ଗରିବ ପିଲାମାନଙ୍କୁ ପୋଷାକ ଦାନ ଇତ୍ୟାଦି। ପ୍ରଥମେ ଲୋକମାନେ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ, କିନ୍ତୁ ଯେତେବେଳେ ସେ ଗୌରୀ ଆମାଙ୍କର ଝିଅର ଜୀବନ ବଞ୍ଚାଇଥିଲେ, ଯାହାଙ୍କୁ ଡାକ୍ତରମାନେ ମୃତ ବୋଲି ଘୋଷଣା କରିଥିଲେ, ପରେ କିନ୍ତୁ ପରିବର୍ତ୍ତନ ହୋଇଯାଇଥିଲା। ସେ କେବଳ ଯୀଶୁଙ୍କ ନାମରେ ପ୍ରାର୍ଥନା କରିଥିଲେ, ଆଉ ପିଲାଟି ସୁସ୍ଥ ହୋଇଯାଇଥିଲା। ଏହି ଘଟଣା ଦେଖିବା ପରେ ଗାଁର କିଛି ଲୋକ ଚର୍ଚ୍ଚ ଯିବା ଆରମ୍ଭ କରିଦେଇଥିଲେ। ଚର୍ଚ୍ଚଟି ଗାଁର ବାହାରେ ଥିଲା, ଆଉ ଏକ ଛୋଟ କୁଡ଼ିଆ ଘରେ ଚର୍ଚ୍ଚ ହେଉଥିଲା। ଯେତେବେଳେ ଗୌରୀ ଆମାଙ୍କୁ ଗାଁ ବୈଠକରେ ଡକାଯାଇଥିଲା, ଆଉ ସେତେବେଳେ ଗୌରୀ ଆମା କହିଥିଲେ ଯେ ତାଙ୍କ ଜୀବନ ଶିବ ନୁହେଁ,
ଯୀଶୁ ବଞ୍ଚେଇଥିଲେ। ପଣ୍ଡିତ ଗୋବିନ୍ଦାଚାର୍ଯ୍ୟ କ୍ରୋଧିତ ହୋଇଥିଲେ। ଏହା ଯୀଶୁଙ୍କ ପ୍ରଚାର ଅଟେ, ଯାହା ଆମର ସଂସ୍କୃତି ପାଇଁ ଆଘାତଜନକ ଅଟେ। ଗାଁ ଦୁଇ ଦଳରେ ବିଭକ୍ତ ହୋଇଯାଇଥିଲା। ଗୋଟିଏ ଦଳ ଯାହା ଶିବଙ୍କ ମନ୍ଦିରକୁ ଯାଇ ଭକ୍ତି ଉପାସନାରେ ନିମଗ୍ନ ରହିଥିଲେ ଏବଂ ଅନ୍ୟ ଦଳ ଯାହା ବେଞ୍ଜାମିନଙ୍କ ନେତୃତ୍ୱରେ ପ୍ରଭୁ ଯୀଶୁଙ୍କୁ ନିଜର ପ୍ରଭୁ ବୋଲି ସ୍ୱୀକାର କରି ଅନବରତ ଚର୍ଚ୍ଚ ଯିବାକୁ ଲାଗିଲେ। ମନ୍ଦିରରେ ତାପରେ ହେଲା ଭଙ୍ଗାରୁଜା। ଦାୟୀ କିଏ ଥିଲା? ଶିବଙ୍କ ଲିଙ୍ଗ ଭାଙ୍ଗି ଯାଇଥିଲା ଆଉ ସେହି ସ୍ଥାନରେ ଥିଲା କଣ୍ଟା। ଗାଁ ସାରା ଖବର ପ୍ରସାରିତ ହୋଇଯାଇଥିଲା, ଦେଖ, ଖ୍ରୀଷ୍ଟିଆନମାନେ ମନ୍ଦିରକୁ ଆକ୍ରମଣ କରିଛନ୍ତି। ବେଞ୍ଜାମିନକୁ ପୁଲିସ ଡାକିଥିଲା, କିନ୍ତୁ ବେଞ୍ଜାମିନ ଶାନ୍ତ ସ୍ୱରରେ କହିଥିଲା, ମୁଁ ଜଣେ ଯୀଶୁଙ୍କର ସେବକ ଅଟେ। ପଣ୍ଡିତ ଗୋବିନ୍ଦାଚାର୍ଯ୍ୟଙ୍କ ସହିତ ମୋତେ ତାଙ୍କର ସାକ୍ଷାତ ହେଲା। ହାତ ଯୋଡ଼ି କହିଥିଲେ, ମୁଁ ଆପଣଙ୍କ ସହିତ ଲଢ଼ିବାକୁ ଆସିନାହିଁ, କାରଣ ପ୍ରଭୁ ଯୀଶୁ ମୋତେ ଲଢ଼ିବାକୁ ଶିଖାଇ ନାହାନ୍ତି, ବରଂ ଦୟା କ୍ଷମା ଶିଖାଇଛନ୍ତି। ଏହା ପରେ ପରେ ଆଉ ଏକ ଚମତ୍କାର ଘଟିଲା। ସେହି ଗ୍ରାମର ଜଣେ କୃଷକର ପୁଅକୁ ପାରାଲିସିସ୍ ହୋଇଯାଇଥିଲା ଆଉ ସେହି କୃଷକ ଜଣକ ବେଞ୍ଜାମିନଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ବେଞ୍ଜାମିନ କେବଳ ଗୋଟିଏ କଥା କହିଥିଲା, ମୁଁ ସୁସ୍ଥ କରିପାରିବି ନାହିଁ, କିନ୍ତୁ ଯୀଶୁ କରିପାରିବେ। ଯଦି ତୁମେ ଚାହିଁବ ତେବେ ମୁଁ ଯୀଶୁଙ୍କଠାରେ ପ୍ରାର୍ଥନା କରିବି। ରମନ ନାଇଡୁ, ସେ କୃଷକଙ୍କର ନାମ ଥିଲା ରମନ ନାଇଡୁ। ରମନ ନାଇଡୁ ନାସ୍ତିକ ଥିଲେ, କିନ୍ତୁ ନିଜ ପୁଅ ପାଇଁ ହଁ ବୋଲି କହିଥିଲେ। ଲଗାତାର 3 ଦିନ ପ୍ରାର୍ଥନା ହେଲା ଆଉ ଚତୁର୍ଥ ଦିନ ପିଲାଟି ନିଜ ଗୋଡ଼ରେ ଠିଆ ହୋଇଗଲା। ଗାଁ ସାରା ଏହି ଚମତ୍କାର ଖବର ପ୍ରସାରିତ ହୋଇଯାଇଥିଲା। ଯୀଶୁଙ୍କ ପାଖରେ ଶକ୍ତି ରହିଛି। ଧୀରେ ଧୀରେ ମନ୍ଦିରରୁ ଭିଡ଼ କମିବାକୁ ଲାଗିଲା। ପଣ୍ଡିତ ଗୋବିନ୍ଦାଚାର୍ଯ୍ୟଙ୍କ ଚିନ୍ତା ବଢ଼ିବାକୁ ଲାଗିଲା। ବଳିଦାନ ସଂଖ୍ୟା ମଧ୍ୟ କମିବାକୁ ଲାଗିଲା। ବେଞ୍ଜାମିନ ପାଖକୁ ଧମକପୂର୍ଣ୍ଣ ଚିଠି ଆସି ପହଞ୍ଚିଲା, ସବୁ ବନ୍ଦ କରିଦେ, ନହେଲେ ପରିଣାମ ଭୟଙ୍କର ହେବ। କିନ୍ତୁ ସେତେବେଳକୁ ବେଞ୍ଜାମିନର ହୃଦୟରେ ଏକ ବାକ୍ୟ ଦେଖାଯାଇଥିଲା। ଗୀତ ସଂହିତା 27:1, ସଦାପ୍ରଭୁ ମୋ ରକ୍ଷକ, ମୁଁ କାହାକୁ ଡରିବି। ମନ୍ଦିରରେ ନିଆଁ ଆଉ ଏକ ଚମତ୍କାରୀ ଦୃଶ୍ୟ। ଗାଁରେ ଗୁଜବ ଶୁଣାଗଲା, ମନ୍ଦିରରେ ନିଆଁ ଲାଗିଯାଇଛି। ଲୋକମାନେ ଦୌଡ଼ି ଦୌଡ଼ି ପହଞ୍ଚିଲେ। ଲୋକମାନେ ପହଞ୍ଚି ଦେଖିଲେ ଶିବଲିଙ୍ଗ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। କିନ୍ତୁ ସେହି ସ୍ଥାନରେ ଆଉ ଏକ ଜିନିଷ ଥୁଆ ହୋଇଥିଲା, ଧଳା କପଡ଼ାରେ ଘୋଡ଼ା ଯାଇଥିବା ଟୁସ କାଠ। ପଣ୍ଡିତ ଗୋବିନ୍ଦାଚାର୍ଯ୍ୟ ଅସୁସ୍ଥ ହୋଇଗଲେ, ବିଛଣାରୁ ଉଠିପାରିଲେ ନାହିଁ। ସେ ଗାଁର ଲୋକମାନଙ୍କୁ ଡକାଇଲେ। ପଣ୍ଡିତ କହିଲେ, ପୂର୍ବରୁ ମୁଁ କେତେ ପୂଜା ଅର୍ଚ୍ଚନା କରିଛି, କିନ୍ତୁ ମୋ ଜୀବନରେ ଶାନ୍ତି ନଥିଲା। କିନ୍ତୁ ଯେତେବେଳେ ବେଞ୍ଜାମିନ ମୋ କୋଠରୀକୁ ଆସି ଯୀଶୁଙ୍କ ନାମରେ ପ୍ରାର୍ଥନା କଲା, ସେତେବେଳେ ମୁଁ ଶାନ୍ତି ଅନୁଭବ କରିପାରୁଛି। ଏଥିପାଇଁ ଗ୍ରାମବାସୀଗଣ, ଯଦି ତୁମେମାନେ ଯୀଶୁଙ୍କୁ ଗ୍ରହଣ କରିବାକୁ ଚାହୁଁଛ, ତେବେ ଗ୍ରହଣ କର, ମୁଁ ଅଟକେଇବି ନାହିଁ। ଗାଁରେ ସଭା ବସିଲା। ଗାଁର 72 ପରିବାର ମଧ୍ୟରୁ 53 ପରିବାର କହିଲେ, ଆମେ ପୂର୍ବରୁ ଅନେକ ପୂଜାପାଠ କରିଛୁ, ବଳିଦାନ କରିଛୁ, କିନ୍ତୁ ଆମକୁ ଶାନ୍ତି ମିଳିନାହିଁ। କିନ୍ତୁ ଯୀଶୁଙ୍କଠାରେ ସେହି ସତ୍ୟତା ରହିଛି, ଯାହା କୌଣସି ମୂର୍ତ୍ତିଠାରେ ନାହିଁ। ଗାଁ ଲୋକମାନେ ନିର୍ଣ୍ଣୟ ନେଲେ, ଏହି ମନ୍ଦିରକୁ ଆମେ ନଷ୍ଟ କରିବା ନାହିଁ, ବରଂ ଏହି ମନ୍ଦିର ସେମିତି ଥାଉ, କିନ୍ତୁ ଏହାକୁ ଏକ ଚର୍ଚ୍ଚ ବନେଇଦେବା। 1925 ମସିହାରେ ମନ୍ଦିରରେ ଥିବା ସେହି ଘଣ୍ଟାକୁ ପୁଣି ଉଠାଗଲା। କିନ୍ତୁ ସେହି ଘଣ୍ଟି ପୂର୍ବ ପରି କୌଣସି ଦେବୀ ଦେବତା ଉଦ୍ଦେଶ୍ୟରେ ନୁହେଁ, ବରଂ ଯୀଶୁଙ୍କ ପାଇଁ ବାଜି ଉଠିଲା। ପ୍ରଥମ ଥର ପାଇଁ ସେହି ଚର୍ଚ୍ଚରେ ସଂସ୍କୃତ ଭାଷାରେ ଗୀତ ଗାନ କରାଯାଇଥିଲା। ଈଶା କରୁଣାମୟ ଦୀନବନ୍ଧୁ ଶରଣ୍ୟମ୍। ଯେଉଁ ମନ୍ଦିର ଗୋଟିଏ ଦିନ ପୂଜା ଏବଂ ବଳିଦାନରେ ଭରପୁର ଥିଲା, ତାହା ବର୍ତ୍ତମାନ ଯୀଶୁଙ୍କ ଦୟା ଏବଂ କରୁଣାର ମାଧ୍ୟମ ପାଲଟି ଯାଇଥିଲା। ତେବେ ଆମେ ଦ୍ୱିତୀୟ ଭାଗରେ ଆମେ ଦେଖିବା ତାପରେ କ'ଣ ହେଲା, ତାପରେ କିପରି ଏହି ଚର୍ଚ୍ଚକୁ ଭାଙ୍ଗିବାର ଷଡ଼ଯନ୍ତ୍ର ରଚନା କରାଯାଇଥିଲା। କ'ଣ ଏହି ଚର୍ଚ୍ଚକୁ ଭଙ୍ଗାଯାଇପାରିବ ଷଡ଼ଯନ୍ତ୍ର ଦ୍ୱାରା? ତେବେ ଏହି ଚର୍ଚ୍ଚର ଅବସ୍ଥା କ'ଣ ହେଲା, କିଏ ଷଡ଼ଯନ୍ତ୍ର କଲା? ତେବେ ପାର୍ଟ 2 ଦେଖିବା ନିମନ୍ତେ ଏ ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରି ରଖନ୍ତୁ। ଧନ୍ୟବାଦ।